ଯଦି ତୁମର ହୃଦୟ ଭାଙ୍ଗିଛି କିମ୍ବା ତୁମ ପାର୍ଟନର ତୁମକୁ ଛାଡ଼ିକି ଚାଲି ଯାଇଛନ୍ତି, ସେଥିପାଇଁ ଆଜି ଭିଡ଼ିଓରେ ଏମିତି 5ଟି ମେସେଜ ଆଣିଛି। ଯଦି ତୁମେ ନୂଆ ବର୍ଷ ପୂର୍ବରୁ ପଠାଇଦେବ ତ ନୂଆ ବର୍ଷ ଦିନ ତୁମ ପାର୍ଟନର ତୁମ ପାଖକୁ ଫେରି ଆସିପାରନ୍ତି। ଏହି ମେସେଜ ପାଇଲା ପରେ କ'ଣ ପାଇଁ ନା ଏହି ମେସେଜରେ ବହୁତ ଦମ ଅଛି। ତ କ'ଣ ସେହି ସବୁ ମେସେଜ ଜାଣିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କିନ୍ତୁ ତା ପୂର୍ବରୁ ଗୋଟେ ରିକ୍ୱେଷ୍ଟ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଆଉ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ଆଉ ପାଖରେ ଥିବା ବେଲ୍ ନୋଟିଫିକେସନ୍ ଅନ୍ କରିଦିଅ। ଆଉ ଲଭ୍ ରିଲେସନସିପ୍କୁ ନେଇ ଯଦି କିଛି ପ୍ରୋବ୍ଲେମ୍ ଅଛି, ମୋ ଇନଷ୍ଟାଗ୍ରାମ ଆଇଡି ହେଉଛି fastfoodhattrick official, ତ ମୋତେ ଫଲୋ କରି ମେସେଜ କରିପାରିବ। ତ ଏବେ ଚାଲନ୍ତୁ ଜାଣିବା, ଯଦି ତୁମର ହୃଦୟ ଭାଙ୍ଗିଛି କିମ୍ବା ତୁମ ପାର୍ଟନର ଛାଡ଼ିକି ଚାଲି ଯାଇଛନ୍ତି ତ ଏହି ନୂଆ ବର୍ଷ ଦିନ କ'ଣ ମେସେଜ କରିବ ଯାହାଫଳରେ ତୁମ ପାର୍ଟନର ଫେରି ଆସିପାରନ୍ତି। ଯାହା ପ୍ରଥମେ ମେସେଜ କରିପାରିବ, ତୁମ ଦୁଃଖ ଛଡ଼ା କିଛି ଦୁଃଖ ନାହିଁ, ମୋର ଭାବନା ଏବେ ବି କମ୍ ନାହିଁ, କାଶ ମୋତେ ବି ଆସନ୍ତା ନିଜକୁ ଶିକ୍ଷା ଦେବା। ଆଜି କାହାର ଏତେ ଦମ୍ ନାହିଁ କି ମୋତେ କନ୍ଦେଇବା ପାଇଁ, ଆଜି କାହାର ଏତେ ଦମ୍ ନାହିଁ କି ମୋତେ କନ୍ଦେଇବା ପାଇଁ। ହାପି ନ୍ୟୁ ଇୟର 2025। ଯାହାକି ଏହି ମେସେଜ ବହୁତ ଇମ୍ପୋର୍ଟାନ୍ସ। ଏହି ଲାଇନରେ ତୁମେ କହିଛ ତୁମ ସହିତ ଯାହା ହେଇଛି ବହୁତ ଖରାପ ହୋଇଛି, ମାନେ ବହୁତ ଖରାପ, ଆଉ ତୁମ ହୃଦୟରେ ଫିଲିଙ୍ଗସ୍ ଏବେ ବି ଅଛି। ଆଉ ଶେଷ ଲାଇନରେ କହିଛ ମାନୁଛି ଏବେ ବି ଭଲ ପାଉଛି, ହେଲେ ରିକ୍ୱେଷ୍ଟ କରିବି ନାହିଁ କି ଭିକ ମାଗିବି ନାହିଁ, ମାନେ ଆଟିଚ୍ୟୁଡ଼ ଦେଖାଇଛ। ଯାହାକି ଏହି ଲାଇନ୍ ପଠାଇ ପାରିବ ତୁମେ ତୁମ ପାର୍ଟନରକୁ ନୂଆ ବର୍ଷରେ ଯଦି ତୁମର ବ୍ରେକଅପ୍ ହୋଇଛି ତ, ଯାହାଫଳରେ ଏହି ମେସେଜ ପଢ଼ିଲା ପରେ ସାମ୍ନାବାଲା ଡାଇରେକ୍ଟ କଥା ହେବା ପାଇଁ ଟ୍ରାଏ କରିବେ, କାହିଁକି ନା ଏହି ଲାଇନ୍ ବହୁତ ପାୱାରଫୁଲ୍। ଆଉ ଯଦି ନୂଆ ବର୍ଷ ଆଗରୁ ପଠାଇବ ତ ଏହି ମେସେଜକୁ ନୂଆ ବର୍ଷରୁ ପଠାଇବ ତ ମାଇଣ୍ଡରେ ଏ ଆସିବ କି ତୁମେ ଆଉ କେବେ ବି ଆସିବ ନାହିଁ, ତୁମ ସହିତ ବହୁତ ଖରାପ ହୋଇଛି, ଯାହାକି ସେ ଭାବିବାକୁ ଲାଗିବେ ଆଉ ଭାବିବେ ସେ ତୁମ ପାଖକୁ ଫେରି ଆସିପାରନ୍ତି। ନେକ୍ସଟ ଯାହା ମେସେଜ କରିପାରିବ, ହଜାରେ ବିଶ୍ୱାସ ଥିଲା ତୁମକୁ ପାଇବା ପରେ, ସବୁ ଭାଙ୍ଗିଗଲା ତୁମକୁ ନିଜର କରିବା ପରେ, ତୁମ ଭାବନାକୁ କଭର କରିବି ତୁମକୁ ଭୁଲିଯିବା ପରେ। ଆଉ ଯେଉଁ ଇମୋଜି ଦେଇଛି ସେହି ସବୁ ଇମୋଜି ସେହି ଜାଗାରେ ରଖିବ, କାହିଁକି ନା ଇମୋଜି କ'ଣ ପାଇଁ ଦେଇଛି ବୁଝାଉଛି। ଦେଖ କ'ଣ ପାଇଁ ନା ଏହାର ମିନିଂ ବହୁତ କିଛି ଅଛି। ଆଉ ଶେଷରେ ହାପି ନ୍ୟୁ ଇୟର 2025 ଲେଖି ତାଙ୍କୁ ମେସେଜ କରିଦେବ। ଯେବେ ଏହି ମେସେଜ ସାମ୍ନାବାଲା ପଢ଼ିବ ତାଙ୍କ ମାଇଣ୍ଡରେ ଭାବନା ଆସିବ କି ସେ ମୋତେ କଭର ଦେବାକୁ ଯାଉଛି। ମାନେ ତୁମେ ତ ଜାଣିଛ କଭର କେତେବେଳେ ଦିଆଯାଏ, ତାପରେ କ'ଣ ହୁଏ, ମାନେ ଲୋକମାନେ ଭୁଲି ଯାଆନ୍ତି। ଯେମିତି ଜଣେ ମରି ସାରିଲା ପରେ ଲୋକମାନେ ଭୁଲି ଯାଆନ୍ତି, ସେମିତି ଯେବେ ତୁମେ ତାକୁ କଭର ଦେଇଦେବ ତାପରେ ଭୁଲିଯିବ, ମାନେ ତାଙ୍କ ଲାଇଫରେ ଆଉ କେବେ ଆସିବ ନାହିଁ। ଆଉ ତୁମେ ତୁମ ଲାଇଫରେ ଆଗକୁ ବଢ଼ିବ, ନୂଆ ଲୋକଙ୍କ ସହିତ ମିଶିବ, ଯାହାକି ଏହି ମେସେଜ ଇଗ୍ନୋର କରିବା ପାଇଁ ବହୁତ କାମ ଦେଇଥାଏ। ଆଉ ଯେତେବେଳେ ସାମ୍ନାବାଲା ଏହି ମେସେଜ ପଢ଼ିବେ ସେ ତୁମକୁ ରୋକିବା ପାଇଁ ଆସିବେ, ଯଦି ସେ ତୁମକୁ ପ୍ରକୃତରେ ଭଲ ପାଉଥିବେ ତ ନେକ୍ସଟ ଲାଇନ୍ ଯାହା ପଠାଇ ପାରିବ, ହୋଇପାରେ ସେ ମୋତେ ଧୋକା ଦେଲା, ହେଲେ ସେହି ସବୁ କେତେ ସତ ଲାଗୁଥିଲା। ହାପି ନ୍ୟୁ ଇୟର 2025। 2025 ପରେ କେବେ ନଜରକୁ ଆସିବୁନି, ପ୍ଲିଜ୍ ଚାଲିଯାଅ, ଆଉ କେବେ ପଛକୁ ଫେରି ଦେଖିବ ନାହିଁ, ବାସ୍ ଏତିକି ଲେଖି ମେସେଜ କରିଦେବ। ଦେଖ ଏଠାରେ ପ୍ରଥମ ଲାଇନରେ ତୁମେ ତୁମ ଫିଲିଙ୍ଗସକୁ କହିଛ, ଯାହାକି ମୋ ସହିତ ହେଇଛି ବହୁତ ଖରାପ ହୋଇଛି, ମାନେ ମୋ ସହିତ ଧୋକା କଲ, ସେଇଟା ବଡ଼ କଥା ନୁହେଁ, ହେଲେ ତୁମେ ମୋତେ ଧୋକାରେ ରଖିଥିଲ, ଏହା ସବୁଠୁ ବଡ଼ କଥା। ଆଉ ତାପରେ କ'ଣ କଲ ନା ୱିଶ୍ କଲ ହାପି ନ୍ୟୁ ଇୟର 2025। ଆଉ ଲାଷ୍ଟରେ ଆଡ଼୍ କରିଦେଇଛ ଯେ 2025 ପରେ ତୁମେ ମୋ ନଜରକୁ ଆସିବ ନାହିଁ। ଏହାର ମାନେ ଏହି ବର୍ଷ ବହୁତ ଭଲ ହେବାକୁ ଯାଉଛି, ଆଉ ଯାହା ବି ମୋ ସହିତ ହେଇଛି ଥ୍ୟାଙ୍କ ୟୁ, ଆଉ ପଛକୁ ଫେରି ଦେଖିବ ନାହିଁ କି ମୁଁ ବି ତୁମକୁ ଆଉ ଦେଖିବି ନାହିଁ, ଏମିତି ମେସେଜରେ କହିଛ। ଯାହାକି ତାଙ୍କ ର୍ୟାଙ୍କକୁ ସେ ବଞ୍ଚାଇବା ପାଇଁ ଆସିବେ, ମାନେ ତାଙ୍କ ଜାଗାକୁ ବଞ୍ଚାଇବା ପାଇଁ ଆସିବେ ଯେତେବେଳେ ସେ ଏହି ମେସେଜ ଦେଖିବେ। ତ ନେକ୍ସଟ ଯାହା ମେସେଜ କରିପାରିବ, ସବୁ ଭୁଲିକି ଚାହୁଁଥିଲି ତୁମକୁ କିନ୍ତୁ ତୁମେ ମୋତେ ହିଁ ଭୁଲେଇ ଦେଲ, ଯିଏ ତୁମକୁ ହସିବା ଶିଖେଇଲା ତୁମେ ତାକୁ କନ୍ଦେଇବା ଶିଖାଇଦେଲ। ତାପରେ ଶେଷରେ ତାଳିବାଲା ଇମୋଜି ଦେଇଦେବ, ଆଉ ଶେଷରେ ଲେଖିବ ହାପି ନ୍ୟୁ ଇୟର 2025। ତ ଏହି ମେସେଜର ଇମ୍ପ୍ରେସନ୍ ବହୁତ ଜବରଦସ୍ତ ହେବ। କ'ଣ ପାଇଁ ନା ଏହି ଲାଇନରେ ତୁମେ ଦେଖାଇବା ପାଇଁ ଚାହିଁଛ ମୁଁ ତୁମ ପଛରେ ଆସିବି ନାହିଁ, ଯାହା ବି ହୋଇଛି ମୋର କିଛି ଲେନା ଦେନା ନାହିଁ, ଯାହାକି ଏହି ଲାଇନରେ କହିବା ପାଇଁ ଚାହିଁଛ। ଆଉ ଏହି ଲାଇନ୍ ପଢ଼ିଲା ପରେ ସେ ନିଶ୍ଚିତ ଭାବେ ଫେରି ବି ଆସିପାରନ୍ତି। ତ ନେକ୍ସଟ ଲାଇନ୍ ଯାହା କହିପାରିବ, ଯଦି ତୁମେ ଯିବାକୁ ଚାହୁଁଛ ଯାଇପାର, ତୁମ ଭାବନା ମୋ ହୃଦୟରୁ ହଜାଇ ଦେବି। ଏ ଦୁନିଆରେ ବହୁତ ଝିଅ ପୁଅ ଅଛନ୍ତି, ମୁଁ ଆଉ ଜଣକୁ ପଟାଇ ଦେବି। ହାପି ନ୍ୟୁ ଇୟର 2025। ବାସ୍ ଏତିକି ଲେଖି
ମେସେଜ୍ କରିଦେବ। ତ ଏହି ମେସେଜରେ କହିଛ ଯେ କାହାର କମି ଥୋଡ଼ି ଅଛି ନାହିଁ। ତୁମକୁ କ'ଣ ଲାଗୁଛି ତୁମେ ଗଲାପରେ ଦେବଦାସ ହୋଇଯିବି? ନାହିଁ, ମୋ ଲାଇଫ୍ ଖରାପ ହୋଇନାହିଁ, ବହୁତ ଭଲ ଅଛି। ମୁଁ ଆଉ ବହୁତ ଆଗକୁ ଯିବି, ଆଉ ମୁଁ ନୂଆ ଝିଅକୁ ପଟାଇଦେବି। ଯାହାକି ଏହି ଲାଇନ୍ରେ ତୁମେ କହିବା ପାଇଁ ଚାହିଁଛ। ତ ଏମିତି ମେସେଜ୍ କରିବ, ଦେଖିବ ତୁମ ପାର୍ଟନର ଯାହାଙ୍କ ସହିତ ଏହି ବ୍ରେକଅପ୍ ହୋଇଛି ସେ ତଡ଼ପିବେ ଆଉ ତୁମକୁ କଲ୍ ମେସେଜ୍ କରିପାରନ୍ତି। ତ ସେଥିପାଇଁ ନୂଆ ବର୍ଷ ପୂର୍ବରୁ ଏହି ମେସେଜ୍ ତୁମେ ତୁମ ପାର୍ଟନରକୁ ଥରେ ହେଲେ ବି ପଠାଇବା ଦରକାର। ତ ଯଦି ବୁଝିପାରିଛନ୍ତି, ଭିଡ଼ିଓ ଭଲ ଲାଗିଲା ନିଶ୍ଚିନ୍ତ ଏ ଭିଡ଼ିଓକୁ ଲାଇକ୍ କରିବ, ସେୟାର କରିବ ଆଉ କମେଣ୍ଟ କରିବ। ଆଉ କେଉଁ ଟପିକ୍ ବିଷୟରେ ଭିଡ଼ିଓ ଆଣିବି କମେଣ୍ଟ କରି ଜରୁର ଜଣାଇବ। ଥ୍ୟାଙ୍କ ୟୁ ସୋ ମଚ୍, ଲଭ୍ ୟୁ ଅଲ୍।